ଗ୍ରାମବାସୀଙ୍କ ପ୍ରୟାସରେ ଗୋଚର ଏବଂ ଅନାବାଦୀ ଜମି ଚିହ୍ନଟ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଗିଗିନା ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି ଗିଧାମାଲ ଗ୍ରାମ। ସେହି ଗ୍ରାମରେ ଏକର ଏକର ଜମି ଗୋଚର ରହିଥିଲେ ମଧ୍ୟ ଗାଈ ଗୋରୁ ମଇଁଷି ଏବଂ ଛେଳି ମେଣ୍ଢା ଚରିବାରେ ଘୋର ଅସୁବିଧା ହୋଇଥାଏ। କାରଣ ଏକର ଏକର ଗୋଚର ଏବଂ ଅନାବାଦୀ ଜମିକୁ ସ୍ଥାନୀୟ ଲୋକମାନେ ନିଜ କବ୍ଜାରେ ନେଇଯାଇଥିଲେ। ଆଉ ସେହି ଗୋଚର ଏବଂ ଅନାବାଦୀ ଜମିରେ ବିଭିନ୍ନ ପ୍ରକାରର ଚାଷ କରି ନିଜେ ଫାଇଦା ଉଠାଉଥିଲେ ସିନା ଗାଈ ବଳଦ ଚରିବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରିଦେଇଥିଲେ। ଧୀରେ ଧୀରେ ପରିବାର ସଂଖ୍ୟା ବଢ଼ିବା ସାଙ୍ଗକୁ ଗାଈ ବଳଦ ଛେଳି ମେଣ୍ଢା ମଧ୍ୟ ବଢ଼ିବାରେ ଲାଗିଲେ। କିନ୍ତୁ ଦୁଃଖର ବିଷୟ ଯେ ଗୋଚର ଜମି ଥାଇ ମଧ୍ୟ ଗାଈ ବଳଦ ଚରିବାରେ ସମସ୍ୟା ଦେଖାଯାଇଥିଲା। ଏହାର ବିହିତ ପଦକ୍ଷେପ ନେବା ପାଇଁ ଗିଧିମାଲ ଗ୍ରାମର ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଗୋଚର ଏବଂ ଅନାବାଦୀ ଜମିକୁ ଚିହ୍ନଟ କରିବା ପାଇଁ ପ୍ରୟାସ କରିଥିଲେ। ଏକତ୍ରିତ ହୋଇଥିବା ସମସ୍ତ ଗ୍ରାମବାସୀଙ୍କ ସହମତିରେ ରାଜସ୍ୱ ବିଭାଗକୁ ଅବଗତ କରାଇ ଏହାର ସମାଧାନ କରିବା ପ୍ରୟାସ କରିଥିଲେ। ସେହି ଗୋଚର ଏବଂ ଅନାବାଦୀ ଜମିକୁ ଚିହ୍ନଟ କରିବା ପାଇଁ ନର୍ଲା ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ନର୍ଲା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ରୁପ୍ରା ଆର୍.ଆଇ. ଗିଧିମାଲ ଗ୍ରାମକୁ ଯାଇ ଗୋଚର ଏବଂ ଅନାବାଦୀ ଜମିକୁ ତଦାରଖ କରିଥିଲେ। ତାପରେ ଗ୍ରାମବାସୀଙ୍କ ସହଯୋଗରେ ପାଖାପାଖି 50 ଏକରରୁ ଅଧିକ ଗୋଚର ଏବଂ ଅନାବାଦୀ ଜମିକୁ ଚିହ୍ନଟ କରିଥିଲେ। ସ୍ଥାନୀୟ ଲୋକ ବେଆଇନ ଭାବରେ ଏକର ଏକର ଜମିକୁ ନିଜ ଆୟତ୍ତକୁ ନେଇ ଚାଷ କାର୍ଯ୍ୟରେ ବ୍ୟବହାର କରୁଥିବା ଜମିକୁ ଗ୍ରାମବାସୀଙ୍କ ଦ୍ୱାରା ଆୟତ୍ତକୁ ନେଇପାରିଥିଲେ। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ନର୍ଲା ତହସିଲଦାରଙ୍କ ନିର୍ଦ୍ଦେଶରେ ରୁପ୍ରା ଆର୍.ଆଇ. ଦ୍ୱାରା ଜମିକୁ ଚିହ୍ନଟ ହୋଇଥିବା ଯୋଗୁଁ ଗିଧିମାଲ ଗ୍ରାମବାସୀ ବେଶ୍ ସନ୍ତୋଷ ଲାଭ କରିଥିଲେ। ଗ୍ରାମବାସୀଙ୍କ ଏଭଳି ପ୍ରୟାସରେ 50 ଏକରରୁ ଅଧିକ ଗୋଚର ଏବଂ ଅନାବାଦୀ ଜମି ଚିହ୍ନଟ ହୋଇଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଚିହ୍ନଟ ପ୍ରକ୍ରିୟା ଲୋକଙ୍କ ପାଇଁ ଏକ ପ୍ରେରଣା ହେବ ବୋଲି ଚର୍ଚ୍ଚା ହେଉଛି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଧିଆଙ୍କ ରିପୋର୍ଟ, ଏ.ବି. ନ୍ୟୁଜ୍।